ଦେଖନ୍ତୁ ଆମେ ଯାଇଥିଲୁ କାଲି ବାଣିଜ୍ୟ ମେଳା ରବିବାର ଥିଲା ଯେହେତୁ ଟିକେ ଗହଳି ଥିଲା। ଫାଷ୍ଟ ଯାଇଥିଲୁ ସେଠି ଗୋଟେ ଥିଲା କ'ଣ କହିଲେ ପୂଜା ସାମଗ୍ରୀ ମାନେ ଧୂପକାଠିର କେତେ ଗୁଡ଼ାଏ ଭେରାଇଟି ଅଛି। ତା ସହିତ ସପ୍ ଗୁଡ଼ାକ ଅଛି ପୁରା ଏଗୁଡ଼ା ହୋମମେଡ଼୍ ମାନେ ନିଜେ ମାନେ ବନେଇକି ବିକୁଛନ୍ତି। ନେକ୍ସଟ ଆମେ ଯାଇଥିଲୁ ଏ ଯେଉଁ ବାଇ ଚଢ଼େଇ ବର୍ଷା ଏଗୁଡ଼ା ବଢ଼ିଆ ହେଇଥିଲା କିନ୍ତୁ ଏଇଟା ଘର ରଖନ୍ତିନି ବୋଲି ମୁଁ ଆଣିଲିନି କିଛି ବି। ତାପରେ ଗଲୁ ସମ୍ବଲପୁରୀର ବହୁତ ଭେରାଇଟି ଅଛି ଆଉ ସବୁଠୁ ଅଧିକ ସମ୍ବଲପୁରର ଅଧିକ ଷ୍ଟୋର୍ ହିଁ ଅଛି। ତାପରେ ଯେଉଁ ଅଛି ଫୁଲଦାନୀ ଗୁଡ଼ା ଛୋଟରୁ ପୁରା ବଡ଼ କରିକି ମାଳ ଭଳିଆ ହେଇକି ଅଛି ଘରେ ସଜେଇବି ମାନେ ବହୁତ ବଢ଼ିଆ ଲାଗେ ସେଭଳିକା ଅଛି। ପୁଣି ଆଉ ଥରେ ଗଲୁ ସେଇ ସମ୍ବଲପୁରର କୁର୍ତ୍ତୀ ତାପରେ ଶାଢ଼ୀ ତା ସହିତ ପିସ୍ ଗୁଡ଼ାକ ବି ବିକା ହେଉଛି। ତାପରେ ଏଇଟା ଗୋଟେ ଯେଉଁ ୱାର୍ଲଡ଼ରେ ଲଗାନ୍ତି ବଢ଼ିଆ ଲାଗେନି ଗୋଟେ ସାଉଣ୍ଡ ହୁଏ ଏସବୁ ବି ସିଏ ମାନେ ହାତ ତିଆରି କରିକି ଆଣିଛନ୍ତି। ତାପରେ ଛୋଟ ଛୁଆଙ୍କର ଖେଳନା ବି ଗୁଡ଼ାକ ଅଛି ସେଗୁଡ଼ାକ ବି ମାନେ ଏଗୁଡ଼ା ହାତ ତିଆରି ଆଉ ସେମାନେ ତିଆରି କରୁଛନ୍ତି ନିଜେ ଆଉ ବଢ଼ିଆ ଲାଗୁଛି। କିନ୍ତୁ ପୁଣି ଗଲେ ଏଠି ଗୋଟେ ଦୀକ୍ଷୀ ପାଇଁ ଗୋଟେ ଡ୍ରେସ୍ ଦେଖୁଥିଲି ଦେଖନ୍ତୁ ସେ ଦୁଷ୍ଟ ଜମା ବି ରହୁନି। ସେ ଭାଇ ଜଣ ଦେଖିକି ବି ହସୁଛନ୍ତି କହୁଛନ୍ତି ନିଅନ୍ତୁ ମ୍ୟାଡ଼ାମ୍ ଭଲ ଅଛି କିନ୍ତୁ ୟା ମତେ ଜମା ରହୁନି। ମ୍ୟାଡ଼ାମ୍ ଆମର ହାଲିଆ ହେଇକି ଟିକେ କହୁଛି ବାଇ ତମେ ପଳାଅ ମୁଁ ମୋର ଏଠି ଅଛି। ଦେଖନ୍ତୁ କେମିତି କହୁଛି ମାନେ ଧରିକି ପୁଣି ଗଲୁ ଗୋଟେ ଜଗନ୍ନାଥ ଠାକୁରଙ୍କର ମାନେ ବଢ଼ିଆ ଅଛି ସେଠି ଭଲ ବନେଇଛନ୍ତି ବଢ଼ିଆ ଅଛି ସେଗୁଡ଼ାକ ଦେଖିଲୁ। ଦେଖନ୍ତୁ ସେ ମ୍ୟାଡ଼ାମ୍ ଆକୁ ଦେଖି ଅଛନ୍ତି ୟାର ଦୁଷ୍ଟାମି ଯେମିତି ହେଉଛି ନା ସିଏ ବି ଦେଖିକି ଆକୁ ହସୁଛନ୍ତି। ପୁଣି ଆଉ ଥରେ ଗଲୁ ଗୋଟେ ଷ୍ଟଲ୍ ସେଇ ସମ୍ବଲପୁରୀ ସବୁଠୁ ଅଧିକ ସେଇ ସମ୍ବଲପୁରର ହିଁ ଆସିଛି। ଆପଣ ଭେରାଇଟି ବ୍ଲାକ୍ଟା ବି ବହୁତ ବଢ଼ିଆ ଥିଲା। ଥାନି ଗୋଟାକ 250 ବୋଧେ ଅଛି ମିଟରକୁ। ତାପରେ ଗଲୁ ଗୋଟେ ସ୍ୟାଣ୍ଡ ଦୋକାନକୁ ଦେଖନ୍ତୁ ବଢ଼ିଆ ଥିଲା କିନ୍ତୁ କିଛି ଆଣି ହେଉନି ସେ ତ ରହୁନି ଦୁଷ୍ଟ ତାକୁ ଧରିକି ପୁଣି ଟିକେ ବୁଲେଇଲି। ଲାଷ୍ଟକୁ ଗଲି ଗୋଟେ ଚୁଡ଼ି ଦୋକାନକୁ ସେଇ ଚୁଡ଼ି ଯେଉଁଟା ପସନ୍ଦ ହେଉଛି ମୋ ପାଇଁ ପୁଣି ଆସିଗଲି ସରିଲା ଆମ ଯାତ୍ରା।